ମା। ଛୋଟ ଗଳ୍ପ ଲକ୍ଷ୍ୟସ୍ଥଳ। କଇଁଛ ଆଉ ଠେକୁଆ ଗପ ପ୍ରାୟତଃ ସମସ୍ତେ ଜାଣିଛେ। ଆମେ ଜାଣିଛେ ଠେକୁଆର ଗତି ଦ୍ରୁତ ଆଉ କଇଁଛର ଗତି ମନ୍ଥର। କିନ୍ତୁ ଯେଉଁଠି ପ୍ରତିଯୋଗିତାର କଥା ଉଠୁଛି ସେଠି କଇଁଛଟି ହାରିବାର ଜାଣି ମଧ୍ୟ ପ୍ରତିଯୋଗିତାରେ ଭାଗ ନେଉଛି। କାରଣ ତାର ନିଜ ଉପରେ ବିଶ୍ୱାସ ଅଛି। ସେ ତାର ଲକ୍ଷ୍ୟସ୍ଥଳରେ ନିଶ୍ଚୟ ଆଗେ ଯାଇ ପହଞ୍ଚିବ। ତାକୁ ସମସ୍ତେ ଯେତେ ଟାହିଟପରା କଲେ ମଧ୍ୟ ସେ ତାର ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ନିଜକୁ ନିଜ ପ୍ରସ୍ତୁତି କରିଚାଲୁଛି। ଆଉ ତାପରେ ସେ ହିଁ ହେଲା। କଇଁଛର ପରିଶ୍ରମ ଓ ତାର ବିଶ୍ୱାସ ତାକୁ ସଫଳତାର ହାତ ବଢ଼ାଇ ଟାଣିନେଲା। ଶେଷରେ ସେ ବିଜୟର ମୁକୁଟକୁ ପରିଧାନ କଲା। କିନ୍ତୁ କଇଁଛ କିଛି ସମୟ ପରେ ଅନୁଭବ କଲା, ଏହା କ'ଣ ମୋର ପ୍ରକୃତ ଖୁସି, ନା ମୋର ଲକ୍ଷ୍ୟସ୍ଥଳର ସୁନେଲି କିରଣ? କଇଁଛ ମନେ ମନେ ଭାବିଲା, ନା, ଏହି ଖୁସିରେ ମୋର ଅନ୍ୟ ଜଣେ କଷ୍ଟ ପାଉଛି ଆଉ ତାର ମନ ଦୁଃଖ ହେଉଛି। ତାହେଲେ ଏହା ମୋର କେଉଁ ପ୍ରକାର ଖୁସି ହେବ? ମୋତେ ଅସଲ ଖୁସି ଆଉ ମୋର ଲକ୍ଷ୍ୟସ୍ଥଳକୁ ଖୋଜିବାକୁ ହେବ। ମୋର ଯେଉଁ ଖୁସିରେ ଅନ୍ୟ କେହି ବି ଦୁଃଖୀ ହୋଇପାରୁନଥିବେ, ତାହା ହେବ ମୋର ଅସଲ ଖୁସି ଆଉ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଫଳ। ତାପରେ କିଛି ଦିନ ପରେ ସେ ଏପରି ଏକ ଖୁସିର ଗନ୍ତାଘର ପାଇଲା ଯେ ଏହି ଖୁସି କାହାର ମନରେ କୌଣସି ଆଘାତ ନା ଅପମାନ ନ ଦେଇ ପହଞ୍ଚିଲା। ତଥାପି କିଛି ଦିନ ପରେ କଇଁଛଟି ବସି ପୁଣି ଭାବିଲା ବିତି ଯାଇଥିବା ଅତୀତ ଆଉ ବର୍ତ୍ତମାନ କଥାକୁ। ମନେ ମନେ ମନ୍ଥନ କଲା। ଆଉ ପରେ ସେ ଉତ୍ତର ପାଇଲା, ଏହା କ'ଣ ପ୍ରକୃତ ଖୁସି ଆଉ ମୋର ଲକ୍ଷ୍ୟ? ଏଥର କଇଁଛଟି ଧୀରେ ଧୀରେ ବୁଝିଗଲା। ଲକ୍ଷ୍ୟ ତାର ବହୁତ ଦୂରରେ ଥାଉ ବା ପାଖରେ ଥାଉ, ସେ ଯାଇ ସେଠାରେ ପହଞ୍ଚି ଯାଉଛି। କିନ୍ତୁ ତାର ଜୀବନର ଅସଲ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଆଶାଟି ସରୁନି। କଇଁଛ ଶେଷରେ ବହୁତ ମନ୍ଥନ କରି ଜାଣିଲା, ବାସ୍ତବରେ ଜୀବନର ଶେଷ ଲକ୍ଷ୍ୟସ୍ଥଳ ହେଉଛି ଯେଉଁଠି କେହି ନଥିବେ ପ୍ରତିଦ୍ୱନ୍ଦ୍ୱୀ କରିବା ପାଇଁ, ନା ସେ କାହାକୁ କଷ୍ଟ, ଦୁଃଖ ଓ ଈର୍ଷା କରିବା ପାଇଁ। ସେଠି ଥିବ ଖାଲି ଶୂନ୍ୟ, ଶୂନ୍ୟ, ଶୂନ୍ୟ ଆଉ ମହାଶୂନ୍ୟ ଆଉ ପରମ ଆନନ୍ଦ। ଏହା ହିଁ ଥିଲା କଇଁଛ ଜୀବନର ଶେଷ ଲକ୍ଷ୍ୟସ୍ଥଳ ଆଉ ଅସରନ୍ତି ଖୁସି। ଇତି ଅନସ୍ୱୟା।